ମୁଁ ଗତକାଲି ଏ ସମ୍ବାଦ ପାଇଲା ପରେ ମୋର ପ୍ରତିକ୍ରିୟା ରଖିଥିଲି। ବ୍ୟକ୍ତିଗତ ଭାବରେ ମୁଁ ଗଭୀର ମର୍ମାହତ। ବହୁତ ଦିନ ଧରି ବ୍ୟକ୍ତିଗତ ସମ୍ପର୍କ ତା ସାଙ୍ଗରେ ଅତ୍ୟନ୍ତ ଘନିଷ୍ଠ ଓ ନିବିଡ଼ ଥିଲା। ଏଭଳିକି ସେ ଯେଉଁଦିନ ଆମରି ହସ୍ପିଟାଲରୁ ବେଦାନ୍ତ ହସ୍ପିଟାଲକୁ ଗଲା ଭୁବନେଶ୍ୱରରୁ ଦିଲ୍ଲୀ, ମୁଁ ସେଦିନ ଉପସ୍ଥିତ ଥିଲି। ବହୁତ ଦିନ ଧରି ରୋଗାକ୍ରାନ୍ତ ଥିଲା। ଡାକ୍ତରଙ୍କର ସମସ୍ତ ସକଳ ଚେଷ୍ଟା ସତ୍ତ୍ୱେ ମଲ୍ଟି ଅର୍ଗାନ ଫେଲ୍ କରିଗଲା। କାଲି ସନ୍ଧ୍ୟାବେଳଠାରୁ ଆମେ ଖବର ବରାବର ରଖୁଥିଲି। ଓଡ଼ିଶାର ଯୁବ ସମାଜ, ଛାତ୍ର ସମାଜଙ୍କ ଭିତରେ ତାର ଦକ୍ଷତା, ସାହସ, ନିର୍ଭୀକତା ୟାକୁ ସମସ୍ତେ ସବୁଦିନେ ଇତିହାସ ମନେ ରଖିବ। ଏଭଳି ଜଣେ ଯୁବ ନେତାଙ୍କୁ ହରେଇ ଓଡ଼ିଶାର ଅପୂରଣୀୟ କ୍ଷତି ଘଟିଛି। ଓଡ଼ିଶାର ଯୁବ ସମାଜ ଭାଙ୍ଗି ପଡ଼ିଛନ୍ତି। ମୋର ଆଶା ତାର ଆତ୍ମା ଶାନ୍ତିରେ ରହୁ, ତାର ପରିବାର ବର୍ଗ ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କୁ ସାହସ ଦିଅନ୍ତୁ।